ଜୟ ଜଗନ୍ନାଥ ସାଙ୍ଗମାନେ। ଆମର ଆଜି ବଡ଼ି ବିଛାଇବା। ବଡ଼ି ବିଛାଇବା ପାଇଁ ମୁଁ ଏଠି କଞ୍ଚିରେ ତେଲ ଲଗାଇ ଦେଇକି ତାକୁ ଖରାରେ ପକାଇ ଦେଇଛି। ଆଉ ବଡ଼ିକୁ ମାନେ ବିରିକୁ ବାଟି ଆଣ କରିଦେଇଛି। ତାକୁ ବର୍ତ୍ତମାନ ପାନମଧୁରୀ, କଳା ଜିରା, ଜିରା ଆଉ ଆମର ମେଥି ପକାଇକି ତାକୁ ବର୍ତ୍ତମାନ ଫେଣ୍ଟି ଦେବି। ବର୍ତ୍ତମାନ ତ ଆମର ତ ପାଣି କଖାରୁରେ ହୁଏ ବଡ଼ିଟା। ପାଣି କଖାରୁ ବର୍ତ୍ତମାନ ଆମ ଘରେ ନାହିଁ। ଆଉ ମୁଁ ତେଣୁ କରିକି ଫୁଟଣରେ ବିଛେଇ ଦେଉଛି। ଫୁଟଣ ବଡ଼ିଟା ବହୁତ ଭଲ ଲାଗେ। ଆଉ ଏ ତ ଫେଣେଇବା ଆରମ୍ଭ ହେଇଗଲାଣି ଆମର। ଫେଣେଇ ଦେଇକି ବିଛେଇବା ଷ୍ଟାର୍ଟ କରିବି ଆଉ। रुको ना कोई जे देखिए से कोई होई तो हम जुड़ी जाइए ना स्टार्ट ଦେଇଛୁ ନା ଇଏ ସାଙ୍ଗମାନେ, ଆମର ତ ବଡ଼ି ବିଛା ସରିଗଲା। ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ ମୋତେ ସେୟାର, କମେଣ୍ଟ, ସବସ୍କ୍ରାଇବ୍ କରିବେ। ଲାଇକ୍ କରିବାକୁ ଭୁଲିବେନି। ସାଙ୍ଗମାନେ ରହୁଛି। ବର୍ତ୍ତମାନ ତ ଆମର ଶୀତ ଦିନର ବଡ଼ି ଟାଇମ୍। ବଡ଼ି ପ୍ରାୟ ବଡ଼ି ସମସ୍ତଙ୍କ ଘରେର ବିଛା ହେବ। ବଡ଼ି ହେଲା ଆମର ବଡ଼ ତରକାରୀ। ଆଉ ତ ବଡ଼ି ଆମ ଘରେ ନଥିଲା। ବର୍ତ୍ତମାନ ମୁଁ ବଡ଼ି ବିଛେଇ ଦେଲି। ଆଉ ତାପରେ ବଡ଼ି ଭଜା ହେବ, ଖିଆ ହେବ। ଆଉ ତରକାରୀରେ ପଡ଼ିବ, ଯାହା ଯେମିତି ଲାଗିବ, ମାନେ ଯେଉଁଥିରେ ଲାଗିବ ବଡ଼ି ସେଥିରେ ପଡ଼ିବ। ଆଉ ତ ଓଡ଼ିଆ ଘରର ବଡ଼ି ଆଉ ପଖାଳ ହେଲା ମେନ୍। ବଡ଼ି ସାଙ୍ଗକୁ ପଖାଳ ଭାତ ସାଙ୍ଗକୁ ବଡ଼ି ନହେଲେ ସୁବିଧା ଲାଗେନି। ଆଉ ବି ତରକାରୀ ପତ୍ରରେ ପକାଯାଏ, ଭଜା ଭଜି କରିକି ଏମିତି ଖାଆନ୍ତି। ଆଉ ରହିଲି ମାନେ ସମୟ ବହୁତ ହେଇଗଲାଣି। ପୁଣି ଘରେ ରୋଷେଇବାସ ହେବ। ମୁଁ ଛାତ ଉପରେ ଅଛି। ରହିଲି ସାଙ୍ଗମାନେ। ଜୟ ଜଗନ୍ନାଥ। ଲାଇକ୍, କମେଣ୍ଟ, ସେୟାର କରିବାକୁ ମୋଟେ ଭୁଲିବେନି। ସବସ୍କ୍ରାଇବ୍ ବି ମୋ ଚ୍ୟାନେଲ୍ ଟିକେ ସବସ୍କ୍ରାଇବ୍ କରିଦେବେ। ରହୁଛି। ଜୟ ଜଗନ୍ନାଥ। ଆପଣମାନେ ଖୁସିରେ ଥାଆନ୍ତୁ।